ଓଡ଼ିଆ ସାହିତ୍ୟ ଇତିହାସରେ ପ୍ରାକ୍ ସାରଳା ସାହିତ୍ୟକୁ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଗଲା। ଯଦି ଏହିପରି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ଆମ ଚ୍ୟାନେଲକୁ ଜଲ୍ଦି ଯାଇ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ନମସ୍କାର। ଓଡ଼ିଆ ସାହିତ୍ୟ ଇତିହାସର ପ୍ରାକ୍ ସାରଳା ସାହିତ୍ୟକୁ ସଂକ୍ଷିପ୍ତ ଭାବରେ ଏଠାରେ ବର୍ଣ୍ଣନା କରିବା। ପ୍ରାକ୍ ସାରଳା ଯୁଗରେ କେଉଁ ସାହିତ୍ୟକୁ ଆମେ ଗ୍ରହଣ କରୁ? ପ୍ରାକ୍ ସାରଳା ଯୁଗରେ ଆମେ ଚର୍ଯ୍ୟା ଗୀତିକା ଓ ନାଥ ସାହିତ୍ୟକୁ ଗ୍ରହଣ କରୁ। ଦ୍ୱିତୀୟ କ୍ୱେଶ୍ଚିନ୍, ଚର୍ଯ୍ୟାପଦ କେଉଁ ଧର୍ମର କବିତା? ଏହା ଆନୁମାନିକ କେଉଁ ସମୟର? ଚର୍ଯ୍ୟାପଦ ବୌଦ୍ଧ ସିଦ୍ଧଚର୍ଯ୍ୟାମାନଙ୍କର ସାଧନା ତତ୍ତ୍ୱ ଜ୍ଞାପକ କବିତା। ଏହା ଆନୁମାନିକ 8ରୁ 11ଶ ଶତାବ୍ଦୀ ମଧ୍ୟରେ ରଚିତ ହୋଇଥିବାର ଜଣାଯାଏ। ପଣ୍ଡିତ ହରପ୍ରସାଦ ଶାସ୍ତ୍ରୀ 1916 ମସିହାରେ ଏହାକୁ 1000 ବର୍ଷ ତଳର ପ୍ରାଚୀନ ବଙ୍ଗଳା ଭାଷା ବୋଲି କହିଥିଲେ। ତୃତୀୟ କ୍ୱେଶ୍ଚିନ୍, ବୌଦ୍ଧ ସିଦ୍ଧାଚାର୍ଯ୍ୟମାନଙ୍କର ନାମରେ ଶେଷରେ କେଉଁ ଆଦରାର୍ଥକ ଶବ୍ଦ ବ୍ୟବହାର କରାଯାଏ? ବୌଦ୍ଧ ସିଦ୍ଧଙ୍କ ସଂଖ୍ୟା ହେଉଛି 84। ଏମାନଙ୍କ ନାମ ଶେଷରେ ପା ବା ପାଦ ଆଦରାର୍ଥକ ଶବ୍ଦ ବ୍ୟବହାର କରାଯାଏ, ଯେପରି ଶବରୀପା ବା ଶବରୀପାଦ, ସରହପା ବା ସରହପାଦ ଇତ୍ୟାଦି। ଚତୁର୍ଥ ପ୍ରଶ୍ନ, ଚର୍ଯ୍ୟାପଦର ଭାଷାକୁ କାହିଁକି ସନ୍ଧା ଭାଷା ବୋଲି କୁହାଯାଏ? ଚର୍ଯ୍ୟାପଦର ଭାଷାକୁ ସନ୍ଧା ଭାଷା, ଯାହାର ଅର୍ଥ ହେଉଛି ଦ୍ୱୈ ଅର୍ଥବୋଧକ ଭାଷା। ଚର୍ଯ୍ୟା ସାଧକମାନେ ନିଜର ସାଧନା ତତ୍ତ୍ୱକୁ ଗୋପନୀୟ ରଖିବା ଉଦ୍ଦେଶ୍ୟରେ ଦ୍ୱୈ ଅର୍ଥବୋଧକ ଭାଷା ବ୍ୟବହାର କରିଛନ୍ତି, ଯାହାର ବାହାର ଗୋଟିଏ ଅର୍ଥ ପ୍ରକାଶିତ ହେବା ସହିତ ଭିତର ଗୂଢ଼ ଅର୍ଥଟି ପ୍ରଚ୍ଛନ୍ନ ଭାବରେ ରହିଥାଏ। ତେଣୁ ଆଲୋଚକ ଓ ସମାଲୋଚକଗଣ ଏହାକୁ ସନ୍ଧା ଭାଷା ବୋଲି କହିଛନ୍ତି। ପଞ୍ଚମ ପ୍ରଶ୍ନ, ମାରିଆ ଶାଶୁ ନଣନ୍ଦ ଘରେ ଶାଳୀ, ମା ମାରିଆ କାହ୍ନୁ ଭଇଲ କବାଳୀ। ଏହି ପଦଟି କେଉଁ ସିଦ୍ଧଚର୍ଯ୍ୟଙ୍କ? ଏହି ପଦର ଅର୍ଥ କ'ଣ? ଏହି ପଦଟି କାହ୍ନୁପାଦଙ୍କ କବିତାର ଏକ ଅଂଶ ମାତ୍ର। ଏହି ପଦର ଆକ୍ଷରିକ ଅର୍ଥ ହେଲା ଶାଶୁ ନଣନ୍ଦ ଶାଳୀ ଓ ମାତାକୁ ମାରି କାହ୍ନୁ କପାଳିକ ହେଲା, କିନ୍ତୁ ଏହାର ଅବିଚାରିକ ଅର୍ଥ ହେଉଛି ଶାଶୁ ଅର୍ଥାତ୍ ଶ୍ୱାସ, ନଣନ୍ଦ ଅର୍ଥାତ୍ ଆନନ୍ଦଯୁକ୍ତ ଇନ୍ଦ୍ରିୟ, ଶାଳୀକୁ ନିଃଶେଷ କରି ମା ମାରିଆ ଅର୍ଥାତ୍ ମାୟାକୁ ତ୍ୟାଗ କରି କାହ୍ନୁ କପାଳିଆ ହେଲେ। ଷଷ୍ଠ ପ୍ରଶ୍ନ, କା ତରୁବର ପଞ୍ଚବିଡାଳ ଚଞ୍ଚଳ ଚିଏ ପଇଠା କାଳ। ଏହି ପଦଟି କେଉଁ ପାଦଙ୍କର? ଏ ପଦର ଅର୍ଥ କ'ଣ? ଏହି ପଦଟି ଲୁଇପାଦଙ୍କ କବିତାର କବିତାଂଶ ମାତ୍ର। ଏହି କବିତାଂଶ ଅର୍ଥରେ କୁହାଯାଇଛି ଯେ ଶରୀର ରୂପକ ବୃକ୍ଷର ପଞ୍ଚ ପ୍ରତିବନ୍ଧ ହେଉଛି ପଞ୍ଚଡାଳ। ବୌଦ୍ଧ ଧର୍ମରେ ଏଗୁଡ଼ିକ ହେଉଛି ଆଳସ୍ୟ, ହିଂସା, କାମ, ବିଚିକିତ୍ସା ଓ ମୋହ। ଏସବୁକୁ ନେଇ କାଳ ଲୋକ ଚିତ୍ତରେ ପ୍ରବେଶ କରେ ଓ ଚିତ୍ତକୁ ଚଞ୍ଚଳ କରେ। ତେଣୁ କାଳ କବଳରୁ କିପରି ମୁକ୍ତି ଲାଭ କରିହେବ ତାହା ଗୁରୁଙ୍କ ପଚାରି ଜାଣ ବୋଲି ଲୁଇପାଦ ସ୍ପଷ୍ଟ ରୂପେ ଉଲ୍ଲେଖ କରିଛନ୍ତି। ସପ୍ତମ ପ୍ରଶ୍ନ, ଓଡ଼ିଶାର ପ୍ରଥମ ସିଦ୍ଧାଚାର୍ଯ୍ୟ କବି କିଏ? ତାଙ୍କର ପରିଚିତ କ'ଣ? ସରହପାଦ ହେଉଛନ୍ତି ଓଡ଼ିଶାର ସର୍ବପ୍ରାଚୀନ ସିଦ୍ଧ କବି। ସେ ଜଣେ ବ୍ରାହ୍ମଣ ଭିକ୍ଷୁ। ଇତିହାସ କୁହେ ଯେ ତାଙ୍କର ପିତା ଥିଲେ ବ୍ରାହ୍ମଣ ଓ ମାତା ଥିଲେ ନୀଚ ଜାତିର। ଲାମା ତାରାନାଥଙ୍କ ବିବରଣୀ କୁହେ ଯେ ସେ ଥିଲେ ଉଡ଼ିଆନ୍ର ଲୋକ, କିନ୍ତୁ ପାଙ୍ଗ ସାମ ଜୋଙ୍ଗ ଜାଙ୍ଗରେ ତାଙ୍କୁ ପ୍ରାଚ୍ୟ ଦେଶର ଲୋକ ବୋଲି କୁହାଯାଇଛି। ଅଷ୍ଟମ ପ୍ରଶ୍ନ, ଓଡ଼ିଶାରେ କେଉଁ କେଉଁ ସିଦ୍ଧାଚାର୍ଯ୍ୟ ସେମାନଙ୍କର ଧର୍ମ ପ୍ରଚାର କରିଥିଲେ? ଓଡ଼ିଶାରେ ସରହପାଦ, ଶବରପାଦ, ଭୁସୁକୁପାଦ, ଲୁଇପାଦ, ଦାରିକପାଦ, କାହ୍ନୁପାଦ, ଶାନ୍ତିପାଦ ଆଦି ସିଦ୍ଧଚାର୍ଯ୍ୟମାନେ ସେମାନଙ୍କର ଧର୍ମ ମତବାଦକୁ ବୌଦ୍ଧଗାନ ଓ ଦୋହା ମାଧ୍ୟମରେ ପ୍ରଚାର କରିବାର ଜଣାଯାଏ। ଷଡ଼ଚକ୍ର କ'ଣ କ'ଣ? ଷଡ଼ଚକ୍ର କ'ଣ କ'ଣ ଉଲ୍ଲେଖ କର। ଅଷ୍ଟାଙ୍ଗ ଯୋଗ ସାଧକମାନେ ସାଧନା ପାଇଁ ମାନବର କାୟାକୁ 6 ଗୋଟି ଚକ୍ରରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଉଛି ମୂଳାଧାର ଚକ୍ର, ଗୁହ୍ୟଦ୍ୱାର, ସ୍ୱାଧିଷ୍ଠାନ ଚକ୍ର, ଲିଙ୍ଗମୂଳ, ମଣିପୁର ଚକ୍ର, ନାଭିମୂଳ, ଅନାହତ ଚକ୍ର, ବକ୍ଷସ୍ଥଳ, ବିଶୁଦ୍ଧ ଚକ୍ର, କଣ୍ଠଦେଶ, ଆଜ୍ଞାଚକ୍ର, ଲଲାଟ। ଦଶମ ପ୍ରଶ୍ନ,
ପ୍ରାଣାୟାମ ଯୋଗରେ ବ୍ୟବହୃତ ତ୍ରିନାଡି କ'ଣ କ'ଣ ସେ ସମ୍ପର୍କରେ ଉଲ୍ଲେଖ କର। ମାନବ ଶରୀରରେ ଥିବା ନାଡ଼ିଗୁଡ଼ିକ ମଧ୍ୟରେ ତ୍ରିନାଡି ଶ୍ରେଷ୍ଠ। ସେମାନଙ୍କର ନାମ ହେଉଛି ଇଟା, ପିଙ୍ଗଳା, ସୁଷୁମ୍ନା। ବୌଦ୍ଧ ତନ୍ତ୍ରରେ ଏହାକୁ ଲଳନା, ରସନା, ଅବଧୂତି ନାମରେ ନାମିତ କରାଯାଇଛି। ଇଟା ହେଉଛି ବାମ ଭାଗର ନାଡ଼ି, ପିଙ୍ଗଳା ହିଁ ଦକ୍ଷିଣ ଭାଗର ନାଡ଼ି, ସୁଷୁମ୍ନା ନାଡ଼ି ଶରୀରର ମଧ୍ୟଭାଗରେ ରହିଛି। ଇଡ଼ା, ପିଙ୍ଗଳା, ସୁଷୁମ୍ନା ଏକତ୍ର ହୋଇ ଶରୀରରେ ପଞ୍ଚସ୍ରୋତ ସୃଷ୍ଟି କରନ୍ତି। ଏହି ତ୍ରିନାଡିକୁ ଗଙ୍ଗା, ଯମୁନା, ସରସ୍ୱତୀ ବୋଲି ମଧ୍ୟ କୁହାଯାଏ। 11 ପ୍ରଶ୍ନ। ପିଣ୍ଡ ବ୍ରହ୍ମାଣ୍ଡବାଦ କ'ଣ? ସଂକ୍ଷେପରେ ଲେଖ। ପିଣ୍ଡ ମଧ୍ୟରେ ବ୍ରହ୍ମାଣ୍ଡର ପରିକଳ୍ପନା ହିଁ ପିଣ୍ଡ ବ୍ରହ୍ମାଣ୍ଡବାଦ। ସାଧକମାନେ ବିଶ୍ୱ ବ୍ରହ୍ମାଣ୍ଡର ପ୍ରତ୍ୟେକ ବସ୍ତୁ ଓ ଜୀବ ସହ ପ୍ରତ୍ୟେକ ବସ୍ତୁ ତଥା ଜୀବର ପାରସ୍ପରିକ ସମ୍ପର୍କ ସ୍ଥାପନ କରିଥାନ୍ତି। ବୌଦ୍ଧ ଧର୍ମ, ନାଥ ଧର୍ମ, ଶୈବ ଓ ବୈଷ୍ଣବ ଧର୍ମର ଏହି ବାଦକୁ ଗ୍ରହଣ କରାଯାଇଛି। ଯୋଗୀ ସମାଧିରେ ବସି ନିଜ ମଧ୍ୟରେ ପ୍ରକୃତି ଓ ପୁରୁଷର, ଶିବ ଓ ଶକ୍ତିଙ୍କର ତଦ୍ବିଳାସ ସାଧିତ କରେ। ସେତେବେଳେ ସେ ନିଜ ମଧ୍ୟରେ ବିଶ୍ୱ ବ୍ରହ୍ମାଣ୍ଡର ପ୍ରତିଟି ସତ୍ତାକୁ ଉପଲବ୍ଧି କରିଥାଏ। 12 ନମ୍ବର ପ୍ରଶ୍ନ। ଚର୍ଯ୍ୟାପଦରେ କେଉଁ କେଉଁ ରାଗରାଗିଣୀ ବ୍ୟବହୃତ ହୋଇଛି? ଚର୍ଯ୍ୟାପଦରେ କାମୋଦ, ରାମକ୍ରୀ, ଧମଶ୍ରୀ, ଧନାଶ୍ରୀ, ପଟ୍ଟମଞ୍ଜରୀ, ଦେଶାଖ, କ୍ଷଦେବତ୍ରୀ, ଗୁଜରୀ, ମଲ୍ଲରୀ, ବରାଡ଼ି, ଭୈରବୀ, ମାଳଶ୍ରୀ ପ୍ରଭୃତି ରାଗରାଗିଣୀ ବ୍ୟବହୃତ କରାଯାଇଛି। ଯେଉଁ ଗବେଷକଗଣ ଚର୍ଯ୍ୟାପଦକୁ ଲୋକଲୋଚନକୁ ଆଣିଥିଲେ ସେମାନେ କିଏ? ମହାମହୋପାଧ୍ୟାୟ ପଣ୍ଡିତ ହରପ୍ରସାଦ ଶାସ୍ତ୍ରୀ 1903 ମସିହାରେ ନେପାଳ ରାଜଦରବାରରୁ ଚର୍ଯ୍ୟାପଦ ପୋଥି ଆବିଷ୍କାର କରିଥିଲେ। 1916 ମସିହାରେ ଶାସ୍ତ୍ରୀ ବଙ୍ଗୀୟ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଏହାକୁ ବୌଦ୍ଧଗାନ ଓ ଦୋହା ବୋଲି ନାମ ଦେଲେ। ହରପ୍ରସାଦ ଶାସ୍ତ୍ରୀଙ୍କ ପରଠାରୁ ସୁକୁମାର ସେନ, ବିନୟତୋଷ ଭଟ୍ଟାଚାର୍ଯ୍ୟ, ସୁନୀତି କୁମାର ଚାଟାର୍ଜୀ, ରାହୁଲ ସଂସ୍କୃତାୟନ, କରୁଣାକର କର, ଖଗେଶ୍ୱର ମହାପାତ୍ର ପ୍ରମୁଖ ଗବେଷକଗଣ ଚର୍ଯ୍ୟାପଦକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ଲୋକଲୋଚନକୁ ଆଣିଥିବାର ଜଣାପଡ଼େ। ଚର୍ଯ୍ୟାପଦକୁ ଆମେ କେମିତି ବୁଝିବା? ଚର୍ଯ୍ୟାପଦଗୁଡ଼ିକ, ଏଇଟା 14 ନମ୍ବର ପ୍ରଶ୍ନ। ଚର୍ଯ୍ୟାପଦଗୁଡ଼ିକ ସହଜିଆ ତାନ୍ତ୍ରିକ ବୌଦ୍ଧ ଧର୍ମର ରଚନା। ଇନ୍ଦ୍ରଭୂତିଙ୍କର ଭଉଣୀ ଲକ୍ଷ୍ମୀଙ୍କର ଏହି ସହଜଯାନ ବୌଦ୍ଧ ଧର୍ମର ପ୍ରତିଷ୍ଠା କରିଥିଲେ। ସେ ପ୍ରଥମେ ବୌଦ୍ଧ ବ୍ରଜଯାନ ଦୀକ୍ଷାରେ ସିଦ୍ଧିଲାଭ କରିଥିଲେ, ପରେ ଅସନ୍ତୁଷ୍ଟ ହୋଇ ସହଜ ଉପାୟରେ ବୋଧିଚିତ୍ତ ଲାଭ କରିବାର ପନ୍ଥା ଆବିଷ୍କାର କରିଥିଲେ। ଚର୍ଯ୍ୟାପଦଗୁଡ଼ିକରେ ଏହି ସହଜ ତତ୍ତ୍ୱକୁ ପୂର୍ଣ୍ଣ ରୂପେ ଦେଖିବାକୁ ମିଳେ। 15 ନମ୍ବର ପ୍ରଶ୍ନ। ଶିଶୁବେଦର ରଚୟିତା କିଏ? ଏଥିରେ କେଉଁ ସାଧନା ବର୍ଣ୍ଣିତ ହୋଇଛି? ଶିଶୁବେଦର ରଚୟିତା ସ୍ୱୟଂ ଗୋରେଖନାଥ ବୋଲି ଜଣାଯାଇଥାଏ। ଏହା ଏକାଦଶ ଶତାବ୍ଦୀ ଅର୍ଥାତ୍ ଗୋରେଖନାଥଙ୍କ ଆବିର୍ଭାବ କାଳରେ ରଚିତ ହୋଇଛି ବୋଲି ଅନୁମାନ କରାଯାଏ। ଏଥିରେ ଶୂନ୍ୟ ଦର୍ଶନ ସହିତ ଷଡ଼ଚକ୍ର ସାଧନା ଅର୍ଥାତ୍ ସପ୍ତାଙ୍ଗ ଓ ଅଷ୍ଟାଙ୍ଗ ଯୋଗ ସାଧନା ପୂର୍ଣ୍ଣ ରୂପେ ବର୍ଣ୍ଣନା କରାଯାଇଛି। 16 ନମ୍ବର ପ୍ରଶ୍ନ। ନାଥ ଧର୍ମର ଆରାଧ୍ୟ ଦେବତା କିଏ? କେଉଁ ଧର୍ମ ପରେ ଓଡ଼ିଶାରେ ନାଥ ଧର୍ମ ଓ ନାଥ ସାହିତ୍ୟ ବିକଶିତ ହୋଇଥିଲା? ନାଥ ଧର୍ମର ଆରାଧ୍ୟ ଦେବତା ହେଉଛନ୍ତି ଶିବ। ନାଥ ସମ୍ପ୍ରଦାୟର ସିଦ୍ଧ ପୁରୁଷ ଗୋରେଖନାଥ ଯେଉଁ ଯୋଗ ମାର୍ଗର ପ୍ରଚାର କରିଥିଲେ, ସେଥିରେ ଶିବ ଓ ଶକ୍ତି ତତ୍ତ୍ୱ ପୂର୍ଣ୍ଣ ରୂପେ ରହିଥିଲା। ବୌଦ୍ଧ ସହଜିଆ ସିଦ୍ଧ କବିଙ୍କ ପରବର୍ତ୍ତୀ କାଳରେ ଓଡ଼ିଶାର ନାଥ ଧର୍ମ ଓ ନାଥ ସାହିତ୍ୟ ବିକଶିତ ହୋଇଥିବାର ଲକ୍ଷ୍ୟ କରାଯାଏ। 17 ନମ୍ବର ପ୍ରଶ୍ନ। ନାଥ ଧର୍ମର ଅନନ୍ୟ ଗୀତା ଗ୍ରନ୍ଥ ମତ୍ସ୍ୟେନ୍ଦ୍ର ଗୀତା ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ଦର୍ଶାଅ। ମତ୍ସ୍ୟେନ୍ଦ୍ର ଗୀତା ଓଡ଼ିଶାରେ ରଚିତ ନାଥ ଧର୍ମର ଗୀତା ସାହିତ୍ୟ। ଏଥିରେ ଓଡ଼ିଶାର ନାଥ ଧର୍ମ ଓ ଶ୍ରୀ ଜଗନ୍ନାଥଙ୍କ ଅସ୍ତିତ୍ୱ ପ୍ରସଙ୍ଗ ବର୍ଣ୍ଣିତ ଥିବାର ଜଣାଯାଏ। ଏହି ଗୀତାର ବର୍ଣ୍ଣନାରେ ଜଗନ୍ନାଥ ହିଁ ନାଥଧର୍ମୀଙ୍କର ଆରାଧ୍ୟ ଦେବତା। ଜଗନ୍ନାଥ ହିଁ ଜୀବନ ନାଥ। ତାଙ୍କଠାରୁ ନାଥ ବଂଶର ଉତ୍ପତ୍ତି ହୋଇଅଛି। ଏଥିରେ କୁହାଯାଇଛି ଯେ ଏକ ପ୍ରକାର ଯୋଗୀ ଜିନନାଥଙ୍କ ସେବକ ଥିଲେ। ସେ
ବୃଷ ପୂର୍ଣ୍ଣିମାରେ ଜଗନ୍ନାଥ ଓ ଜିନନାଥଙ୍କୁ ଚନ୍ଦନ ଅଗୁରୁ ଲେପି ମହାସ୍ନାନ କରାନ୍ତି। ପ୍ରାଚୀ ନଦୀ କୂଳରେ ଏ ନାଥମାନଙ୍କର ବାସସ୍ଥାନ। ତନ୍ମଧ୍ୟରେ ସୁରୀନାଥ ପ୍ରଧାନ। ଏ ସୁରୀନାଥ ଶବର ବଂଶଧର ହୋଇପାରନ୍ତି ବୋଲି ଅନୁମାନ କରାଯାଏ। 18 ନମ୍ବର ପ୍ରଶ୍ନ, ନାଥ ଧର୍ମର ଗ୍ରନ୍ଥ ସପ୍ତାଙ୍ଗ ଯୋଗଧାରଣା କେଉଁ କେଉଁ ସାଧକଙ୍କ କଥୋପକଥନ ଛଳରେ ରଚିତ? ଏଥିରେ କେଉଁ ସାଧନ ତତ୍ତ୍ୱ ବର୍ଣ୍ଣିତ? ସପ୍ତାଙ୍ଗ ଯୋଗଧାରଣ ଗ୍ରନ୍ଥଟି ନାଥ ଧର୍ମର ଏକ ଅମୂଲ୍ୟ ଗ୍ରନ୍ଥ। ମତ୍ସ୍ୟେନ୍ଦ୍ର ଓ ଗୋରେଖନାଥଙ୍କ କଥୋପକଥନ ଛଳରେ ଏହା ରଚିତ। ଏଥିରେ ପଦ୍ୟରେ ଯୋଗ ସମ୍ବନ୍ଧୀୟ ଅର୍ଥାତ୍ 7 ବାରରେ ଯୋଗ ସାଧନାର ବିଭିନ୍ନ ପର୍ଯ୍ୟାୟକୁ କ୍ରମାନ୍ୱୟରେ ଆୟତ୍ତ କରିବାର କୌଶଳ ସୂଚାଇ ଦିଆଯାଇଛି। ଯୋଗ ସାଧନାର ମାଧ୍ୟମ ମନୁଷ୍ୟର ଇନ୍ଦ୍ରିୟ। ସୁତରାଂ ମନୁଷ୍ୟ ଶରୀରରେ ପ୍ରଧାନ 7ଟି ଅଙ୍ଗ ଯଥା ହସ୍ତ, ପଦ, ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ୱା ଓ ତ୍ୱକ୍ ମଧ୍ୟରେ ଯୌଗିକ ପ୍ରକ୍ରିୟାରେ ଧାରଣା ହିଁ ସପ୍ତାଙ୍ଗ ଯୋଗ ଧାରଣ। ଏହି ଗ୍ରନ୍ଥରେ ଯମ, ନିୟମ, ପ୍ରାଣାୟାମ, ଆସନ, ଇଡ଼ା, ପିଙ୍ଗଳା, ସୁଷୁମ୍ନା ଓ ଷଡ଼ଚକ୍ର ଭେଦନ କରି ସହସ୍ରାର ପଦ୍ମରେ ସ୍ୱାଧିଷ୍ଠାନ ଚକ୍ରରେ ଈଶ୍ୱର ସାକ୍ଷାତ୍କାର ବିଷୟ ଯୋଗୀ ସୁଲଭ ରୀତିରେ ବର୍ଣ୍ଣିତ ହୋଇଅଛି। 19 ନମ୍ବର ପ୍ରଶ୍ନ, ଅମରକୋଷ ଗୀତା ସମ୍ପନ୍ନରେ ସଂକ୍ଷିପ୍ତ ବିବରଣୀ ଦିଅ। ଅମରକୋଷ ଗୀତା ନାଥ ଧର୍ମର ଏକ ଅମୂଲ୍ୟ ଗ୍ରନ୍ଥ। ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ଏ ସମ୍ପର୍କରେ ଏକ ସଂକ୍ଷିପ୍ତ ସୂଚନା ଉଦ୍ଧୃତ ସହ ପ୍ରଦାନ କରିଛନ୍ତି। ଏଠାରେ ତାହା ଦର୍ଶାଇ ଦିଆଯାଇଛି। ଅମରକୋଷ ଗୀତା ନାଥ ଧର୍ମ ସମ୍ବନ୍ଧୀୟ ଅନ୍ୟ ଏକ ପାଣ୍ଡୁଲିପି ଗ୍ରନ୍ଥ। ଏହା ସମ୍ଭବତଃ 14ଶ ଶତାବ୍ଦୀରେ ରଚନା କରାଯାଇଥିଲା। ଏହାର ଭାଷା ଓ ଲିପି ତତ୍ତ୍ୱ ଆଲୋଚନାକୁ ଏକ ଅତ୍ୟନ୍ତ ପ୍ରାଚୀନ ବୋଲି ଜଣାଯାଏ। ନବନାଥଙ୍କ ମଧ୍ୟରେ ଅଷ୍ଟନାଥଙ୍କ ବନ୍ଦାନୁମୂଳକ ଅଂଶଟି ଏହି ଗୀତାକୁ ମିଳିଥାଏ। ବନ୍ଦଇ ଆଦିନାଥ ଗୋରେଖ ଭାରିଆ, ବନ୍ଦଇ ମକ୍ଷ ଦେଲି ନାଥ ଅନନ୍ତ ଦରିଆ, ବନ୍ଦଇ ଚୌରଙ୍ଗୀ ନାଥ ନୀତିକ୍ରମଧାରୀ, ବନ୍ଦଇ ଗୋରେଖନାଥ ବ୍ରହ୍ମଚାରୀ, ବନ୍ଦଇ ସାବରୀନାଥ ମୂଳ କମଳଧାରୀ, ବନ୍ଦଇ କକ୍ଷୋଡ଼ୀନାଥ ଗହୀର ଗମ୍ଭାରୀ, ବନ୍ଦଇ କାଳେନ୍ଧରୀ ଜ୍ଞାନତତ୍ତ୍ୱ ପରିମାଣୀ, ବନ୍ଦଇ ଗୋବିନ୍ଦଚନ୍ଦ୍ର ଲକ୍ଷ୍ୟ ତମଣୀ। ଅମରକୋଷ ଗୀତାର ଉକ୍ତ ଉଦ୍ଧୃତିରେ କିନ୍ତୁ ନବନାଥଙ୍କ ଏହି ତାଲିକାଟି ସମ୍ପୂର୍ଣ୍ଣ ନୁହେଁ ଯେ ଯାହା ହେଉ ଆଦିନାଥ ହିଁ ଏହି ସମ୍ପ୍ରଦାୟର ପ୍ରଥମ ଆଚାର୍ଯ୍ୟ। ଅମରକୋଷ ଗୀତାରେ ଆଦିନାଥ ହେଉଛନ୍ତି ପ୍ରଥମ ଆଚାର୍ଯ୍ୟ, ଯାହା ଆମେ ଏଠାରେ ବର୍ଣ୍ଣନା କଲେ। 20 ନମ୍ବର ପ୍ରଶ୍ନ, ଗୋରେଖ ଗୀତାର ରଚୟିତା କିଏ? ଏଥିରେ କେଉଁ ବିବରଣୀ ଲିପିବଦ୍ଧ ହୋଇଛି? ଗୋରେଖ ଗୀତାର ରଚୟିତା ହେଉଛନ୍ତି ଚନ୍ଦ୍ରଶେଖର ନାଥ। ସେ ଜଣେ ନାଥ ଧର୍ମର ଶିକ୍ଷିତ ଯୋଗୀ। ଏହି ଗ୍ରନ୍ଥରେ ତାଙ୍କର ନାମ ଭଣିତା ହୋଇଛି ଯଥା ଶ୍ରୀଗୁରୁ ଗୋରେଖଙ୍କ ଅଭୟ ଚରଣ, ଚନ୍ଦ୍ରଶେଖର ନାଥଙ୍କୁ ରଖିବା ସ୍ମରଣ। ଏଥିରେ ଓଡ଼ିଶାରେ ଗୋରେଖନାଥଙ୍କ କାର୍ଯ୍ୟକଳାପ, ଧର୍ମ ପ୍ରଚାର ଓ ସାଧନା, ଶିଶୁବେଦର ଗୁରୁତ୍ୱ, ନାଥ ଧର୍ମର ମହିମା ଓ ବହୁ ନାଥଗୁରୁଙ୍କ ସିଦ୍ଧପ୍ରାପ୍ତି ଏହି କାର୍ଯ୍ୟକଳାପର ବିବରଣୀ ଲିପିବଦ୍ଧ ହୋଇଅଛି। 21 ନମ୍ବର ପ୍ରଶ୍ନ, ନାଥ ଧର୍ମ ସର୍ବଜନାଦୃତ ହେବା ପରେ କେତୋଟି ଶାଖାରେ ବିଭକ୍ତ ହୋଇଥିଲା? ସେଗୁଡ଼ିକ କ'ଣ କ'ଣ? ନାଥ ଧର୍ମ ସର୍ବଜନାଦୃତ ହେବା ପରେ ବିଶିଷ୍ଟ ଆଚାର୍ଯ୍ୟମାନଙ୍କର ଆଚାର ବିଚାରକୁ କେନ୍ଦ୍ର କରି 12 ଗୋଟି ଶାଖା ସୃଷ୍ଟି ହୋଇଥିଲା। ସେ 12 ଗୋଟି ଶାଖା ହେଉଛି ସତ୍ୟନାଥୀ, ଧର୍ମନାଥୀ, ପଦକନ୍ଥଡ଼, ମୀନନାଥୀ, ଅଘୋରପଥ, ପାଗଳପନ୍ଥୀ, ରାଉଳପନ୍ଥୀ, ଆଇପନ୍ଥୀ, ଭର୍ତ୍ତୃହରିନାଥୀ, ହେତୁପଥ, ଧାଡ଼ିପଥ ଓ ତୁଳାନାଥ। 22 ନମ୍ବର ପ୍ରଶ୍ନ, ସଂକ୍ଷେପରେ ସତ୍ୟନାଥୀ ପନ୍ଥା ଓ ରାଉଳ ପନ୍ଥା ସମ୍ପର୍କରେ ଆଲୋଚନା କର। ପ୍ରାୟତଃ ଖ୍ରୀଷ୍ଟାବ୍ଦ 13ଶ ଶତାବ୍ଦୀ ବେଳକୁ ପ୍ରାଚୀନ ଉତ୍କଳରେ ନାଥ ଧର୍ମାବଲମ୍ବୀଙ୍କ ମଧ୍ୟରେ ସତ୍ୟନାଥୀ ପନ୍ଥା ଓ ରାଉଳ ପନ୍ଥା ଲୋକପ୍ରିୟ ହୋଇଥିଲା। ଯୋଗୀମାନଙ୍କର ଗୋଟିଏ ପ୍ରଧାନ ବିଭାଗ ରୂପେ ରାଉଳ ଶାଖା ପ୍ରତିଷ୍ଠିତ ହୋଇଥିଲା। ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ରାଉଳମାନେ ବିଶେଷ କରି ଶିବ ପୂଜକ ଓ ମାଳି କାର୍ଯ୍ୟ କରିଥାନ୍ତି। ରାଉଳ ସଂଜ୍ଞାର ଲୋକ ଏବେ ବହୁ ଅଞ୍ଚଳରେ ସାପ ଖେଳାନ୍ତି ଓ ଜଡ଼ିବୁଟି ବିଦ୍ୟା ପ୍ରଦର୍ଶନ କରାନ୍ତି। ପୁଣି କେତେକ ଅଞ୍ଚଳରେ ରାଉଳ ସଂଜ୍ଞାର ଲୋକ ଶିବ ତଥା ଠାକୁରାଣୀଙ୍କ ପୂଜାକର୍ମ ସହିତ ପଟୁଆ ନାଚରେ ପାରଦର୍ଶୀ ଥିବା ଦେଖାଯାଏ।
ଏହି ରାଉଳ ଶାଖା ଯୋଗୀଙ୍କର ଏକ ବିଶିଷ୍ଟ ସମ୍ପ୍ରଦାୟ। ପୁରୀ ଜିଲ୍ଲାର ନୟାଗଡ଼ ସବ୍ ଡିଭିଜନ ଅନ୍ତର୍ଗତ ଲଡ଼ୁବାବାଙ୍କ ପୀଠ ଏହି ନକୁଳ ଓ ରାଉଳ ଶାଖାର ପ୍ରାଚୀନ ପୀଠ ରୂପେ ପ୍ରତିଷ୍ଠିତ ହୋଇଥିବାର ଅନୁମତି ହୁଏ। ଏହି ରାଉଳ ପୀଠ ହେଉଛି ନୟାଗଡ଼ ଜିଲ୍ଲାରେ ଥିବା ଲଡ଼ୁବାବାଙ୍କର ପୀଠରେ ଦେଖିବାକୁ ମିଳେ। ସାମ୍ପ୍ରତିକ ଯୁଗରେ 23 ନମ୍ବର ପ୍ରଶ୍ନ, ସାମ୍ପ୍ରତିକ ଯୁଗରେ ନାଥଯୋଗୀମାନଙ୍କୁ ଚିହ୍ନିବା କିପରି? ଓଡ଼ିଶାରେ ନାଥଯୋଗୀମାନେ ପ୍ରବାର୍ଯ୍ୟ କଲାବେଳେ ଲୁହା ତମ୍ଭାର ବହୁ ଶିକୁଳି ଯୁକ୍ତ ଯନ୍ତ୍ର ବ୍ୟବହାର କରନ୍ତି। ଏମାନେ ବେଳେବେଳେ ତମ୍ଭା ଥାଳ ଓ କେନ୍ଦରା ମଧ୍ୟ ଧାରଣା କରି ଗ୍ରାମେ ଗ୍ରାମେ ବୁଲନ୍ତି। ତେଣୁ ଏମାନଙ୍କୁ ଚିହ୍ନିବାରେ କିଛି ଅସୁବିଧା ହୁଏ ନାହିଁ। ନାଥ 24 ନମ୍ବର ପ୍ରଶ୍ନ, ନାଥଯୋଗୀମାନେ ଏବେ କେଉଁ ବାଦ୍ୟ ଓ କେଉଁ ଗୀତ ଗାଇ ଭିକ୍ଷା ମାଗନ୍ତି? ଏବେ ଓଡ଼ିଶାରେ ନାଥଯୋଗୀମାନେ ଗୋବିନ୍ଦ ଚନ୍ଦ୍ରଙ୍କ ସନ୍ନ୍ୟାସ ଦୀକ୍ଷା ଗ୍ରହଣର କାହାଣୀକୁ କେନ୍ଦରା ବଜାଇ ଗୀତ ଗାଆନ୍ତି ଓ ଭିକ ମାଗନ୍ତି। ଏ ସମ୍ପର୍କରେ ଇତିହାସର ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କୁହନ୍ତି, ବିହାର, ବଙ୍ଗଳା, ଆସାମ, ରାଜସ୍ଥାନ ପ୍ରଭୃତିରେ ବହୁ ଲୋକଗୀତ ପ୍ରଚଳିତ। ଓଡ଼ିଶାରେ ଯଶବନ୍ତ ଦାସଙ୍କ ଗୋବିନ୍ଦ ଚନ୍ଦ୍ର ଗୀତା 16ଶ ଶତାବ୍ଦୀ ଓ ଯୋଗୀନ୍ଦ୍ର ବିପ୍ରଙ୍କ ଟୀକା ଗୋବିନ୍ଦ ଚନ୍ଦ୍ର ରଚିତ ହୋଇଅଛି। ଏବେ ଓଡ଼ିଶାରେ ନାଥଯୋଗୀମାନେ କେନ୍ଦରା ବଜାଇ ଗାଉଥିବା ଗୋବିନ୍ଦ ଚନ୍ଦ୍ରଙ୍କ ବୈରାଗ୍ୟ କାହାଣୀ ଯୋଗୀନ୍ଦ୍ର ବିପ୍ରଙ୍କ ଟୀକା ଗୋବିନ୍ଦ ଚନ୍ଦ୍ର ଛଡ଼ା ଅନ୍ୟ କିଛି ନୁହେଁ। ଗୋବିନ୍ଦ ଚନ୍ଦ୍ରଙ୍କ ସମ୍ପର୍କରେ ପ୍ରଚଳିତ ଏସବୁ ଲୋକଗୀତ ଓ ଲିଖିତ ସାହିତ୍ୟର ସଂସାରରେ ନିଶ୍ୱରତା ଓ ବୈଭବ ବିଳାସର ନିସାରତା ବିଶେଷ ଭାବନାମୟ ଶବ୍ଦ ମାଧ୍ୟମରେ ପ୍ରକାଶିତ ହୋଇଅଛି। ସେଥିସହିତ ଯୌଗିକ ସିଦ୍ଧାନ୍ତ ଗୁଡ଼ିକ ଅତ୍ୟନ୍ତ ବ୍ୟବହାର ରୂପେ ବୁଝାଇବା ପାଇଁ ପ୍ରଯତ୍ନ ହୋଇଅଛି। ଜନତାର ହୃଦୟରେ ବୈରାଗ୍ୟ ଭାବନାକୁ ବୀଜରୋପଣ କରିବାର ଏହି ଧରଣର ସାହିତ୍ୟ କୃତି ଯୁଗେ ଯୁଗେ ସ୍ୱକୀୟ ମହତ୍ତ୍ୱ ବଜାୟ ରହିଆସିଅଛି। ଏହି ଟୀକା ଗୋବିନ୍ଦ ଚନ୍ଦ୍ରରେ ବ୍ୟବହାର ହେଉଥିବା ଗୀତ ହେଉଛି, ଭଜୁ କି ନା ରାମ ନାମରେ କୁମର, ଭଜୁ କି ନା ରାମ ନାମ, ଭଜି ନ ପାରିଲେ କୁଳ ଚନ୍ଦ୍ରମାକୁ, ଟେକି ନବ କାଳ ଯମରେ କୁମର, ଟେକି ନବ କାଳ ଯମ। ଏହିପରି ଭାବରେ ଟୀକା ଗୋବିନ୍ଦ ଚନ୍ଦ୍ରରେ ବର୍ଣ୍ଣନା କରାଯାଇଛି, ଯାହାକୁ ଯୋଗୀମାନେ କେନ୍ଦରା ମାଧ୍ୟମରେ ବଜାଇଥାନ୍ତି। 25 ନମ୍ବର ପ୍ରଶ୍ନ, ନାଥ ଧର୍ମ ଓ ନାଥ ସାହିତ୍ୟର ପ୍ରଥମ ଗବେଷକ କିଏ? ଆଉ କେଉଁ କେଉଁ ପ୍ରାବନ୍ଧିକମାନେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି? ଡକ୍ଟର ବଂଶୀଧର ମହାନ୍ତି ଓଡ଼ିଶାର ନାଥ ସମ୍ପ୍ରଦାୟ ଓ ନାଥ ସାହିତ୍ୟର ପ୍ରଥମ ଗବେଷକ ଭାବରେ ପରିଚିତ ଲାଭ କରିଛନ୍ତି। ଏହାଛଡ଼ା ଡକ୍ଟର ଦୋଳଗୋବିନ୍ଦ ଶାସ୍ତ୍ରୀ ନାଥ ଧର୍ମର କ୍ରମ ବିକାଶ, ଡକ୍ଟର କୃଷ୍ଣଚରଣ ସାହୁ ପ୍ରାଚୀନ କାବ୍ୟଧାରା ତଥା ଭିନ୍ନ ଭିନ୍ନ ସମୟରେ ବହୁ ଓଡ଼ିଆ ସାହିତ୍ୟର ଇତିହାସ ଲେଖକ ଏ ସମ୍ପର୍କରେ ସବିଶେଷ ଆଲୋଚନା କରିଥିବାର ଜଣାଯାଏ। ଯଦି ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯୋଡ଼ି ରହିବାକୁ ଚାହୁଁଛନ୍ତି ତେବେ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ରହୁଛି, ନମସ୍କାର।